ଗ୍ରହଣ ନୀତି ହେଉଛି ଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କର ସମ୍ପୂର୍ଣ୍ଣ ଭାବରେ ଭିନ୍ନ। ଯେତେବେଳେ ଗ୍ରହଣ ଆରମ୍ଭ ହେବ, ଗ୍ରହଣ ଆରମ୍ଭ ହେଲେ ଜଗନ୍ନାଥ ମହାପ୍ରଭୁଙ୍କର ମହାସ୍ନାନ ହେବେ, ମହାପ୍ରଭୁଙ୍କର ଖଇକରା ଭୋଗ ହେବ, ତାପରେ ମହାପ୍ରଭୁଙ୍କର ନୀତିକାନ୍ତି ଆରମ୍ଭ ହେବ ଯେତେବେଳେ ଗ୍ରହଣ ଲାଗିବ। ଏବଂ ଯେତେବେଳେ ହାଣ୍ଡି ଛାଡ଼ର ବ୍ୟବସ୍ଥା ଅଛି, ଦିନ 12:57 ଆମର ହାଣ୍ଡି ଛାଡ଼ର ବ୍ୟବସ୍ଥା ହେଇଛି। ତେଣୁକରି ହାଣ୍ଡି ଛାଡ଼ ଯେଉଁ ବ୍ୟବସ୍ଥା ହେବ ସମସ୍ତେ ଘରେ ଘରେ ସେଦିନ ପାଳନ କରିବେ। ଏବଂ ଗ୍ରହଣ ଲାଗି ସାରିଲା ପରେ ପୂର୍ଣ୍ଣଗ୍ରାସ ସରିଲା ପରେ ମାନେ ଜନସାଧାରଣ ମାନେ ସ୍ନାନ କରିକିରି ତାଙ୍କର ଯାହା ବ୍ୟବସ୍ଥା ତାଙ୍କର ସେ କରିବେ। କିନ୍ତୁ ଜଗନ୍ନାଥ ମନ୍ଦିର ନୀତି ନିୟମ ସ୍ୱତନ୍ତ୍ର ଭାବରେ ଅଲଗା। ସେଥିପାଇଁ ଗ୍ରହଣ ଲାଗିଲା ମାତ୍ରକେ ମହାପ୍ରଭୁଙ୍କର ନୀତିକାନ୍ତି ଆରମ୍ଭ ହେବ, ଯେଉଁଥିରେ ଆଗ ମହାସ୍ନାନ ହେବେ, ଛୁଆରେ ମହାପ୍ରଭୁ ବସିଥିବେ, ଦିନଯାକ ଦର୍ଶନ ଚାଲିଥିବ। ଏବଂ ଗ୍ରହଣ ଯେତେବେଳେ ଲାଗିବ ସାଙ୍ଗୁ ସାଙ୍ଗୁ ମହାପ୍ରଭୁଙ୍କର ମହାସ୍ନାନ ହେବ। ମହାସ୍ନାନ ସରିଲା ପରେ ଖଇକରା ଭୋଗ ହେଇକିରି ମହାପ୍ରଭୁଙ୍କର ନୀତିକାନ୍ତି ଚାଲିବ। ତେଣୁକରି ଗ୍ରହଣରେ ଏଭଳି ବ୍ୟବସ୍ଥା ଆମର ପରମ୍ପରା ଜଗନ୍ନାଥ ମନ୍ଦିରରେ ଅଛି ଏବଂ ସେଇଭଳି ଭାବରେ ମହାପ୍ରଭୁଙ୍କର ଗ୍ରହଣରେ ନୀତିକାନ୍ତି ଚାଲିବ।